ନମସ୍କାର। ଏସ୍ଏସ୍ ଓଡ଼ିଆ ଷ୍ଟୋରି 101କୁ ସ୍ୱାଗତ ଜଣାଉଛି। ଆସନ୍ତୁ ଜାଣିବା ଆଜିର ଅନୁଚିନ୍ତା। ବ୍ଲେଡ୍ ହେଉଛି ବହୁତ ଧାରୁଆ, କିନ୍ତୁ ସେ କେବେ ହେଲେ ବି ଗୋଟିଏ ବଡ଼ ଗଛକୁ କାଟି ପାରିବ ନାହିଁ। ସେହିପରି କୁରାଢ଼ୀ ବହୁତ ମଜବୁତ, କିନ୍ତୁ ସେ ମୁଣ୍ଡ ବାଳକୁ କାଟି ପାରିବ ନାହିଁ। ସମସ୍ତେ ବହୁତ ଯୋଗ୍ୟ ବ୍ୟକ୍ତି ନିଜ ନିଜର କାର୍ଯ୍ୟକୁ ନେଇ, ତେଣୁ କେବେ କାହାକୁ ଘୃଣା କରନ୍ତୁ ନାହିଁ। ଖାଇବା ହଜମ ନହେଲେ ଚର୍ବି ବଢ଼ିଥାଏ। ପଇସା ହଜମ ନହେଲେ ଗର୍ବ ବଢ଼ିଥାଏ। କର୍ମ ହଜମ ନହେଲେ ଚୁଗୁଲି ବଢ଼ିଥାଏ। ନିନ୍ଦା ହଜମ ନହେଲେ ଶତ୍ରୁତା ବଢ଼ିଥାଏ। ଦୁଃଖ ହଜମ ନହେଲେ ନିରାଶ ବଢ଼ିଥାଏ। ସୁଖ ହଜମ ନହେଲେ ପାପ ବଢ଼ିଥାଏ। ସେବା ହଜମ ନହେଲେ ରୋଗ ବଢ଼ିଥାଏ। ପ୍ରଶଂସା ହଜମ ନହେଲେ ଅହଙ୍କାର ବଢ଼ିଥାଏ। ସାପ କେବଳ ଥରେ ଦଂଶନ କରିଥାଏ, ଯେତେବେଳେ ସେ ସୁଯୋଗ ପାଇଥାଏ। ଦୁଷ୍ଟ ବ୍ୟକ୍ତି ସର୍ବଦା ଦଂଶନ କରି ଚାଲିଥାଏ। ଯିଏ ଖରାପ ଲୋକ ଖରାପ ପରିବେଶରେ ବଢ଼ିଥାଏ, ସେ କେବଳ ଅନ୍ୟର ଖରାପ ହିଁ କରିଥାଏ। ସାପଠାରୁ ଦୁଷ୍ଟ ପ୍ରକୃତିର ଲୋକ ଅଧିକ ବିପଜ୍ଜନକ। ଦାନଠାରୁ ବଡ଼ ପୁଣ୍ୟ ନାହିଁ। ମାନବିକତା ଠାରୁ ବଡ଼ ଧର୍ମ ନାହିଁ। କର୍ମଠାରୁ ବଡ଼ ଭଗବାନ ନାହିଁ। ପିତାମାତାଙ୍କ ଠାରୁ ବଡ଼ ଈଶ୍ୱର ନାହିଁ। ପରିବାର ଠାରୁ ବଡ଼ ମନ୍ଦିର ନାହିଁ। ସମ୍ପର୍କ ଠାରୁ ବଡ଼ ସମ୍ପତ୍ତି ନାହିଁ। ଚରିତ୍ର ଠାରୁ ବଡ଼ ଚେହେରା ନାହିଁ। ସଂସ୍କାର ଠାରୁ ବଡ଼ ବିଦ୍ୟା ନାହିଁ। ବ୍ୟବହାର ବଡ଼ ସମ୍ମାନ ନାହିଁ। ଶିଶୁଠାରୁ ବଡ଼ ନିରୀହ ନାହିଁ। ଜ୍ଞାନ ଠାରୁ ବଡ଼ ଧନ ଆଉ କିଛି ବି ନାହିଁ। କ୍ଷମା ଠାରୁ ବଡ଼ ଶାସ୍ତି ଆଉ କିଛି ନାହିଁ। ସନ୍ତାନଙ୍କ ଭୁଲ, ଇଚ୍ଛାକୁ ଏବଂ ଜିଦକୁ ଯଦି ଠିକ୍ ସମୟରେ ଅଙ୍କୁଶ ନ ଲଗାନ୍ତି, ଶେଷରେ ଆପଣ ଅସହାୟ ହୋଇଯିବେ। ଆପଣ ଯେତେବେଳେ ବଳବାନ ହୁଅନ୍ତୁ ନା କାହିଁକି, ଯଦି ଆପଣଙ୍କ ଅଧର୍ମ ସାଥିରେ ଅଛନ୍ତି, ତେବେ ଆପଣଙ୍କ ବିଦ୍ୟା, ଅସ୍ତ୍ରଶସ୍ତ୍ର, ଶକ୍ତି ଏବଂ ବରଦାନ ସବୁ ନିଷ୍ଫଳ ହୋଇଯିବ। ସନ୍ତାନକୁ ଏତେ ମହତ୍ତ୍ୱାକାଂକ୍ଷୀ କରନ୍ତୁ ନାହିଁ ଯେ ସେମାନେ ବିଦ୍ୟା ଦୁରୁପଯୋଗ କରି ସର୍ବନାଶକୁ ଆମନ୍ତ୍ରଣ କରିବେ।